ସେଇଟା ନିମ୍ନଗାନାଂ ଯଥା ଗଙ୍ଗା ଦେବାନାଂ ଅଚ୍ୟୁतो ଯଥା ବୈଷ୍ଣବାନାଂ ଯଥା ଶମ୍ଭୁ ପୁରାଣାନାମ ଇଦମ ତଥା ଇଦମ ମାନେ ଶ୍ରୀମଦ୍ ଭାଗବତ। ଆଜ୍ଞା ଯେତେ ନିମ୍ନଗା ଅର୍ଥାତ୍ ଯେତେ ନଦୀ ଅଛନ୍ତି ତା ଭିତରେ ଗଙ୍ଗା ଶ୍ରେଷ୍ଠ, ଆଜ୍ଞା ଯେତେ ଦେବତା ଅଛନ୍ତି ତା ଭିତରେ ଅଚ୍ୟୁତ ଶ୍ରେଷ୍ଠ, ଯେତେ ବୈଷ୍ଣବ ଅଛନ୍ତି ତା ଭିତରେ ଶିବଜୀ ହେଉଛନ୍ତି ଶ୍ରେଷ୍ଠ, ଆଜ୍ଞା। ଏବଂ ଯେତେ ଭାଗବତ ଅଛନ୍ତି ତା ଭିତରେ ହେଉଛନ୍ତି ଶ୍ରୀମଦ୍ ଭାଗବତ ଶ୍ରେଷ୍ଠ। ଭାଗବତ ଆଜ୍ଞା ଏଇଟା କୋଉଟାର ଶ୍ଲୋକ କେଉଁ ଏଇଟା ଶ୍ରୀମଦ୍ ଭାଗବତମର ଶ୍ଲୋକ ଆଜ୍ଞା। ଏବଂ ଏହାକୁ ଏକାଦଶ ସ୍କନ୍ଧରେ ଆପଣ ପାଇପାରିବେ। ଜୟ ଏସବୁ ଜଗନ୍ନାଥ ଲେଖା ଅଛି ଜାଣିପାରିବେ ଆପଣ ଯେ ଶିବଜୀଙ୍କୁ ଯିଏ ଭରସା କରିବ ଆଜ୍ଞା। ସିଏ ଯେକୌଣସି ଜିନିଷ ଆଶା କରିବ ପାଇବ। ସେ ଯେହେତୁ ଆଶୁତୋଷ, ତେଣୁ ଭକ୍ତମାନେ କିନ୍ତୁ ଆଶା କରନ୍ତି ଯେ ମୁଁ କେମିତି ବିଷ୍ଣୁଙ୍କୁ ପାଇବି। ଆଜ୍ଞା ସିଏ ବି ପରମ ବୈଷ୍ଣବ, ସବୁବେଳେ ସେ ବିଷ୍ଣୁଙ୍କ ଧ୍ୟାନରେ ଥାନ୍ତି। ଆଜ୍ଞା ମୋର ଆଉ ଗୋଟେ ପ୍ରଶ୍ନ ବାଚି ଅଛି ମନରେ। ଆମେ ଯେମିତି ସଦାବେଳେ ଦେଖୁ ସଦାବେଳେ ଶୁଣିଛୁ ପୌରାଣିକ ଗାଥାରେ ଆମେ ଶୁଣିଛୁ ଯେତିକି ବୈଷ୍ଣବ ରହିଲେ ବିଷ୍ଣୁଙ୍କ ଭକ୍ତ ରହିଲେ ସେମାନେ ଭାରି ଦୁଃଖୀ, ବହୁତ ଦୁଃଖ ପାଆନ୍ତି। ତ ବହୁତ ଦୁଃଖ ପାଇଲା ପରେ ସେ କୋଉଠି ନା କୋଉଠି ଈଶ୍ୱରଙ୍କୁ ପ୍ରାପ୍ତି ହେଇଥାନ୍ତି। ତ ଆ ଭିତରେ କେତେ ସତ୍ୟତା ଆପଣ ପୁରା ସତ୍ୟ, ପୁରା 100% ସତ୍ୟ। କାରଣ ଶିବଜୀଙ୍କୁ ଯେଉଁମାନେ ପ୍ରାର୍ଥନା କରନ୍ତି, ଶିବଜୀ ହେଉଛନ୍ତି ଏ ଜଡ଼ ଜଗତର ଦେବତା। ସିଏ ତାଙ୍କଠି ସତ୍ଵ ରଜ ତମ ଗୁଣ ସବୁ ଅଛି, ସତ ରଜତମ କିନ୍ତୁ ବିଷ୍ଣୁଙ୍କଠି ସେ ଏଇ ଯେଉଁ ରଜ ଆଉ ତମ ଗୁଣ ନାହିଁ। ଆଚ୍ଛା ସେ ପୁରା ସାତ୍ଵିକ। ଆଚ୍ଛା। ତେଣୁ ତାଙ୍କୁ ଯିଏ ଭରସା କରିବ ତାଙ୍କର ଧନ ସମ୍ପତ୍ତି ମାନ ବନ୍ଧୁବାନ୍ଧବ ସବୁ କଟିବେ। ତାଙ୍କର ପତନ ହେବ, ମାନେ ଏଇ ଜଡ଼ ଜାଗତିକ କିଛି ଲୋଭ ହେବନି। ତାଙ୍କର ବନ୍ଧୁବାନ୍ଧବ ବି ତାଙ୍କୁ ପଚାରିବେନି। ଆଜ୍ଞା ଯାହାଫଳରେ ସିଏ ଭଗବାନଙ୍କୁ କେବଳ ଭରସା କରିବେ ଏବଂ ଯେତେବେଳେ ସାଧୁ ସନ୍ଥଙ୍କୁ ଭରସା କରିବେ, ସେ ସାଧୁ ସନ୍ଥମାନେ ଯେଉଁ ପଥ ବତେଇବେ ତା ଦ୍ୱାରା ସେ ଭଗବାନଙ୍କ ଧାମକୁ ଯିବେ। କିନ୍ତୁ ଶିବଜୀଙ୍କ ସହିତ ଯେଉଁମାନେ ଲିଙ୍କ ହେବେ, ଯଦି ସେ ଭୌତିକ ଆଶା କରିବେ ଭୌତିକ ଯୁଗ ମିଳିବ ଏବଂ ବାରମ୍ବାର ଜନ୍ମ ନେବେ। ଆଚ୍ଛା ତେଣୁ ସେଥିପାଇଁ ଆକ୍ଚୁଆଲି ଆଜି ଗୋଟେ ଶ୍ଲୋକ ପଢ଼ୁଥିଲି, ଆଜ୍ଞା ଜଂ ଶୈବାହ ସମୁପାସତେ ଶିବ ଇତି, ଆଜ୍ଞା ଜଂ ଶୈବାହ ସମୁପାସତେ ଶିବ ଇତି ବେଦୈତ ବେଦାନ୍ତିନୁ ବୌଦ୍ଧା ବୁଦ୍ଧ ଇତି ପ୍ରମାଣପଟବଃ କର୍ତେତି ନୈୟାୟିକାଃ ଅହର୍ନିତ୍ୟର୍ଥ ଜୈନ ଶାସନରତା କର୍ତେତି ମୀମାଂସକଃ ସୋऽୟଂ ତୁ ବିଦଧାତୁ ବାଞ୍ଛିତ ଫଳଂ ତ୍ରୈଲୋକ୍ୟ ନାଥ ହରି। ଶିବଙ୍କ ଭକ୍ତମାନେ ଯାହାକୁ ଶିବ ବୋଲି ଭାବନ୍ତି ଏବଂ ବେଦାନ୍ତିନ ମାନେ ଯାହାକୁ ବ୍ରହ୍ମ ବୋଲି ଭାବନ୍ତି, ବ୍ରହ୍ମେତି ବେଦାନ୍ତିନ, ଏବଂ ଯେଉଁମାନେ ଏଇ କର୍ମୀ ଲୋକ ମୀମାଂସକ ମାନେ ଭାବନ୍ତି କର୍ମ ହେଉଛି ମୋର ଗୁରୁ ଭାବନ୍ତି। ସେଇଥିପାଇଁ କୋଉଠି ନା କୋଉଠି ମୁଁ ପଢିଛି ଉଦ୍ଧବ ଯେତେବେଳେ ପଚାରୁଛନ୍ତି ତାଙ୍କ ଗୁରୁକୁ, ଉଦ୍ଧବଙ୍କୁ କହୁଛନ୍ତି କର୍ମ ତ, ତାଙ୍କ ଗୁରୁ କହୁଛନ୍ତି କର୍ମ ତୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ। ତ ଆଜ୍ଞା ଏଇଠି କର୍ମ କଣ ଶ୍ରେଷ୍ଠ ନୁହଁ ତାହେଲେ? ନା, କର୍ମ କରିବା ଦ୍ୱାରା ବି ଭଗବାନଙ୍କୁ ଆପଣ ପାଇବେ ବୋଲି ଏମିତି କିଛି ମାନେ ନାହିଁ। କର୍ମ ଆପଣଙ୍କ କରିବେ, ପୂର୍ବଜନ୍ମର ସୁକୃତ ଦୁଷ୍କୃତ ଅନୁସାରେ କର୍ମ ମିଳିଛି। କିନ୍ତୁ କର୍ମ ଯେ ମିଳିଲେ ଯେ କର୍ମଟା କଲେ ଯେ ଯଦି ସେଇଟା ଭଗବାନଙ୍କୁ ଅର୍ପିତ ନୁହଁ, ତାହେଲେ ସେ କର୍ମ ଆପଣଙ୍କ ବାଞ୍ଛିତ ଫଳ ପୂରଣ କରିବ, କିନ୍ତୁ ଭଗବାନଙ୍କର କିଛି ସୁଖ କରିବେନି। ଆପଣ ଯେଉଁ ଆସିଛନ୍ତି ଏଠି ଆପଣଙ୍କ ଉଦ୍ଦେଶ୍ୟ କ'ଣ? ଆପଣଙ୍କର ଦୁଇଟା ଉଦ୍ଦେଶ୍ୟ ରହିଛି। ଗୋଟେ ହେଲା ପ୍ରତିଷ୍ଠା ହେବ, ନମ୍ବର ୱାନ୍, ପ୍ରତିଷ୍ଠା ଏବଂ ଆଉ ଗୋଟେ ମନି, ଅର୍ଥ, ପଇସା। ନିଶ୍ଚିତ ଭାବରେ ଏଇ ଦୁଇଟା ଯୋଗୁଁ ଆପଣଙ୍କର ଏଇଟା ଭଗବାନଙ୍କ ସେବା ନୁହଁ। କିନ୍ତୁ ଏଇଟା ଯଦି କହିଥାନ୍ତି ମୁଁ ଆଜି ଶିବଜୀଙ୍କୁ ଯେଉଁ ସେବା କରିବି, ଜାଗର ପାଇଁ ଯେଉଁ ପୂଜାଟା କରିବି, ଗୋଟିଏ ଟଙ୍କା ନେବିନି, କିନ୍ତୁ ମୁଁ ଏ ଶିବଜୀଙ୍କର ପୁରା ଧ୍ୟାନ କଲା ଭଳିଆ ଲୋକମାନଙ୍କୁ ଶିବଙ୍କର ଜାଗରଣ ଦେବି। ମୋର ଅର୍ଥ ଦରକାର ନାହିଁ କି ପ୍ରତିଷ୍ଠା ଦରକାର ନାହିଁ। ତାହେଲେ ଏଇଟା ଭଗବାନଙ୍କ ଭକ୍ତି। ଭଗବାନଙ୍କ ଭକ୍ତି ଆଉ କର୍ମ ଭିତରେ ଫରକ ଏତିକି। ଯୋଉଠି ସ୍ୱସୁଖ ବାସନା ଅଛି ସେଇଟା ହେଉଛି କର୍ମ। କିନ୍ତୁ ଆଜ୍ଞା ଜଗତ ଜଞ୍ଜାଳ ଭିତରେ ରହିଛି, ଯେହେତୁ ତେଲ ଲୁଣର ସଂସାର, ଜଗତ ଜଞ୍ଜାଳ ଭିତରେ ରହିକି ମଧ୍ୟ କର୍ମ କରିବାକୁ ପଡ଼ିବ। ଆମକୁ ଅର୍ଥ ପ୍ରତି ଟିକେ ନିଜର ମୁଣ୍ଡ ଦେବାକୁ ପଡ଼ିବ। ତ ମୁଁ ଜାଣିବା ଅନୁସାରେ କର୍ମ ଭିତରେ ରହିକି ଭୌତିକ ସଂସାର ଭିତରେ ରହିକି ହରିନାମ ନେବାଟା ହିଁ ବଡ଼ କଥା ନା? ଏଇଟା ସତ, ସେଇଟା କରିବାକୁ ପଡ଼ୁଛି, କିନ୍ତୁ ବାସ୍ତବିକ ମାଇକ ସଂସାରର ଲୋକ ବା ଭୌତିକ ଜଗତର ଲୋକ କେବେ ଭକ୍ତି କରିପାରିବେନି। ହଁ ଏଇଟା ଭକ୍ତି ଗୋଟେ ସ୍ୱତନ୍ତ୍ର ଜିନିଷ, ତାକୁ ସାଧାରଣ ଲୋକ କରିପାରିବେନି ନାହିଁ। ଆଉ ଭକ୍ତି କରିବା ଲୋକଙ୍କୁ ଯେ ଭଗବାନଙ୍କର ପଇସା ମିଳିବନି ବା ପ୍ରତିଷ୍ଠା ମିଳିବନି ସେମିତି ନୁହଁ, କିନ୍ତୁ ସେ ପ୍ରତିଷ୍ଠା ଖୋଜନ୍ତିନି କି ପଇସା ଖୋଜନ୍ତି, ପଇସାର ଅଭାବ ହବନି। ଆଜ୍ଞା 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 ଭଗବାନ କହିଲେ ମୋ ଉପରେ ଯିଏ ସମ୍ପୂର୍ଣ୍ଣ ଭାବେ ଶରଣାଗତ, ମୁଁ ତାକୁ ତା କଥା ମୁଁ ବୁଝିବି। ସେ ମୋ ଉପରେ ଶରଣାଗତ ନୁହେଁ, ମୁଁ ତାପରେ କାହିଁ ବୁଝିବି? ନିଶ୍ଚିତ ନିଶ୍ଚିତ।
ଠିକ୍। ଶ୍ରୀମଦ୍ ଭଗବତ ଗୀତାରେ 4ଟା ଶ୍ଲୋକକୁ ହେଲା ଚତୁଶ୍ଲୋକୀ ବୋଲି କୁହାଯାଏ। ଆଚ୍ଛା ଅହମ୍ ସର୍ବସ୍ୱ ପ୍ରଭବୋ ମତଃ ସର୍ବଂ ପ୍ରବର୍ତ୍ତତେ ଇତି ମତ୍ୱା ଭଜନ୍ତେ ମାଂ ବୁଦ୍ଧାଭାବ ସମନ୍ୱିତା। ଆଜ୍ଞା ଯିଏ ଜାଣିଛି ମୁଁ ସବୁଥିର ମୂଳ, ହୁଁ ଲେଖା ହେଇଛି 10ମ ଅଧ୍ୟାୟର 8, 9, 10 8, 9, 10, 11 ଶ୍ଲୋକ ଚତୁଶ୍ଲୋକୀ ସିଏ। ଆଚ୍ଛା ଆଚ୍ଛା ତେଣୁ ମଚ୍ଚିତା ମତଗତ ପ୍ରାହା ବୋଧୟନ୍ତ ପରସ୍ପରମ୍ କଥୟନ୍ତଶ୍ଚ ମା ନିତ୍ୟଂ ତୁଷ୍ୟନ୍ତି ଚ ରମନ୍ତେ ଚ। ଆପଣ ଟିକେ ସୁରାକ ପାଇଲେ ଯେ ମୁଁ ଟିକେ ଠାକୁରଙ୍କ ବିଷୟ ଭଲ ପାଉଛି, ତେଣୁ ଠାକୁରଙ୍କ ବିଷୟ ଆଲୋଚନା କରିବାକୁ ଆମକୁ ଭଲ ଲାଗିଲା। ସେଇଥିପାଇଁ ଆମେ ବସିଲେ ହଁ, ନହେଲେ ତେଣୁ ସେ କୁହାଗଲା ଯେ ମଚ୍ଚିତା ମତଗତ ପ୍ରାଣ, ଯୋଉମାନେ ମୋ ବିଷୟରେ ସବୁବେଳେ ଭାବିବାକୁ ଚାହାନ୍ତି ସେମାନେ ସବୁବେଳେ ମୋ ବିଷୟରେ ଥାନ୍ତି। ନିଶ୍ଚିତ ହଁ, ତେସାଂ ସତତ ଯୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକଂ ଦଦାମି ବୁଦ୍ଧି ଯୋଗମ୍ ତମ୍ ଜେନ ମାମ ଉପଜାନ୍ତି ତେ। ଆଚ୍ଛା ତେଣୁ ଯେହେତୁ ସେମାନେ ସବୁବେଳେ ମୋ ପ୍ରତି ଶରଣାଗତ, ତାଙ୍କୁ ମୁଁ ବୁଦ୍ଧି ଦେବି। ନିଶ୍ଚିତ ଏ ସଂସାରରେ ସେ କ'ଣ କରିବେ, କୋଉଟା ନ କରିବେ, ତାଙ୍କର କେତେ ପଇସା ଆସିବ, ଆପଣ ଯେତେ ଚିତ୍କାର କଲେ ଆପଣ କୋଟିପତି ହେଇପାରିବେ, ବା କିଛି ନ କଲେ ବି କୋଟିପତି ହେଇପାରିବେ। ଏଇଟା ମନେ କରନ୍ତୁ ରାହୁଲ ଗାନ୍ଧୀ ଜନ୍ମ ହେଲା, ସେ କ'ଣ କର୍ମ କରିଥିଲା ଯେ ଯାଇକି ହେଇଛି ଜନ୍ମ ହେଲା, ତା ପାଖରେ କୋଟି କୋଟି ଟଙ୍କା ରହିଲା। ଜନ୍ମ ହଉକା ବହୁତ କୋଟିପତିଙ୍କର ଗୋଟେ ଗୋଟେ ପିଲା, ସେ ଯେତେବେଳେ ଜନ୍ମ ହେଲା କି କର୍ମ କରିଥିଲା? ଆଉ ଭିକାରୀ ମାନେ କ'ଣ କର୍ମ କରୁନାହାନ୍ତି? ସକାଳୁ ସନ୍ଧ୍ୟା ଯାଏ କର୍ମ କରୁଛନ୍ତି। ପୂର୍ବଜନ୍ମର କର୍ମଫଳ ପ୍ରାରବ୍ଧ। ହଁ, ସେ ସବୁ ଭୋଗୁଛନ୍ତି। ସେମାନେ ଯେତେ କର୍ମ କଲେ ବି ସେ ଧନୀ ହେଇପାରିବେନି, ସେଇ ଭିକାରୀ ହିଁ ରହିବେ। ଆଉ ଗୋଟେ କଥା ଆଜ୍ଞା, ଆଉ ଗୋଟେ କଥା, ମୁଁ ଯେତିକି ରିସର୍ଚ୍ଚ କରିଛି, ମୁଁ ଯେତିକି ଆଧ୍ୟାତ୍ମ ଭାବ ଭିତରେ ମୁଁ ଯେତିକି ଜାଣିଛି, ଆପଣଙ୍କୁ ମୁଁ ଚିହ୍ନି ନଥିଲି, ଆପଣ ମୋତେ ଚିହ୍ନି ନଥିଲେ। ଆପଣ ଆସିଲେ, ମୁଁ ଏଇଥିପାଇଁ କଥାବାର୍ତ୍ତା ଆପଣଙ୍କ ସହିତ ହେଲି, କାହିଁକିନା ଭଗବାନ କୋଉଠି ନା କୋଉଠି କହିଛନ୍ତି ଦୁର୍ଗମ ପଥରେ ତୁମକୁ ଭକ୍ତ ପାଖରେ ଯେମିତି ହେଲେ କୋଉଠି ନା କୋଉଠି ଟଚ୍ କରିବ। ମୁଁ ଆପଣଙ୍କୁ ଆଜି ପର୍ଯ୍ୟନ୍ତ ଚିହ୍ନି ନଥିଲି, ଆପଣ ବି ଆଜି ପର୍ଯ୍ୟନ୍ତ ମୋତେ ଚିହ୍ନାହାନ୍ତି। ତ ସେଇଥିପାଇଁ ହଁ, ସେଥିପାଇଁ ଗୋଟେ ଜିନିଷ ଲେଖା ହେଇଛି, ମହିମା ତାଙ୍କର କୁହନ୍ତି, ସେ ଦୁର୍ଗମ ପଥେ ସାଧୁ ସଙ୍ଗ ସାହା, ସାଧୁ ସଙ୍ଗ ମିଳେ ହେଲେ ତୁମ୍ଭ ଦୟା। ତାଙ୍କ ଦୟା ହେଇଛି ବୋଲି ଆମେ ଜଣ କୋଉଠି ନା କୋଉଠି ଆସି ବସିକି ହରିନାମ ନାଇଁ, ଶ୍ରୀମଦ୍ ଭାଗବତର 2ୟ ସ୍କନ୍ଧରେ ଅଛି ଆଜ୍ଞା, ଆଜ୍ଞା ଶୃଣୋତ୍ୱଂ ସଦୟା ନିତ୍ୟଂ ଗୁଣତଶ୍ଚ ସ୍ୱଚେଷ୍ଟିତଂ ନାତି ଦୀର୍ଘେଣ କାଳେନ ଭଗବାନ ବିଶତେ ହୁନ୍ତି। ଆଚ୍ଛା ଶ୍ରଦ୍ଧାର ସହିତ ଭଗବାନଙ୍କ କଥା ଶୁଣିଲେ ଆଜ୍ଞା ଖୁବ୍ କମ୍ ସମୟରେ ଭଗବାନ ଆସି ହୃଦୟରେ ବାସ କରନ୍ତି। ନିଶ୍ଚିତ ଭାବରେ ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ ସ୍ୱାନୁଭାବ ସରୋରୁହମ୍ ଧୁନୋତି ସମଳଂ କୃଷ୍ଣ ସଲିଳସ୍ୟ ଯଥାସର। ଆଜ୍ଞା ଆପଣଙ୍କ ହୃଦୟରେ ଯେତେବେଳେ କୃଷ୍ଣ କଥା ପଶିଗଲା ନା, ଆଜ୍ଞା ଆପଣଙ୍କ କର୍ଣ୍ଣ ଗହ୍ୱର ଦେଇକି ପଶିଗଲା, ଭିତରେ ସିଏ ଗଲେ ସିଏ ତାଣ୍ଡବ ସୃଷ୍ଟି କରିବ। ନିଶ୍ଚିତ ଭାବରେ ଯେତେକ ମଇଳା ଜିନିଷ ଅଛି ସବୁ ବାହାର କରିଦେବ। ନିଶ୍ଚିତ ଭାବରେ ପୁଣି ସେ କହିଲେ ଧୌତାତ୍ମା ପୁରୁଷ କୃଷ୍ଣ ପାଦମୂଳଂ ନ ମୁଞ୍ଚତି। ଯେତେବେଳେ ଭଗବାନ ଆପଣଙ୍କ ହୃଦୟରେ ବାସ କରିଗଲେ ସିଏ ଆଉ ନ ଯାଆନ୍ତି। ଆପଣ ହୁଏତ ଭୌତିକ ଜଗତରେ ବୁଲିବେ, କିନ୍ତୁ ଭୌତିକ ଜଗତରୁ ପୁଣି ଖଟିକି ପଳେଇବେ। ନିଶ୍ଚିତ ଭାବରେ ଶ୍ରୀରାମ ପଣ୍ଡା ଯେମିତି ଏତେ ବଡ଼ ହିରୋ ଥିଲା, ସେ ଖସିକି ପଳେଇଲେ ନା ନାହିଁ? ଆଜ୍ଞା ତାଙ୍କ ଭିତରେ କୋଉଠି ଗୋଟେ ସ୍ପିରିଚୁଆଲ ସେନ୍ସ ଥିଲା। ଆପଣ ସେମିତି ଆପଣଙ୍କୁ କିଏ ଗୋଟେ କହିଲା କଥା, ସିନେମାରେ ରୋଲ କରିବାକୁ ଆପଣଙ୍କୁ ଏତେ ପୁତଳା ହେବାକୁ ପଡ଼ିବ, ଆମକୁ ପଡ଼ିବାକୁ, କାରଣ ମୋ ଧ୍ୟାନ ଭାବିଲେ ଆପଣ ଆସୁ ବର୍ତ୍ତମାନ ଆପଣଙ୍କ ମୁଣ୍ଡକୁ ପଶିଲାନି ସ୍ପିରିଚୁଆଲ କଥା। ଆଜ୍ଞା ସୋ ଏଇଟା କ'ଣ ହେଉଛି, ବାଇ ଇନଡାଇରେକ୍ଟଲି ବାଇ ଗଡ୍ସ ଗ୍ରେସ୍ ଆପଣଙ୍କୁ ମାନେ ଭଗବାନଙ୍କର ସତ୍ତାକୁ ଅନୁଭବ ଟିକେ ଟିକେ କରିବାକୁ ଚେଷ୍ଟା ହେଲା। ଆଉ ଯେତେବେଳେ ସମ୍ପୂର୍ଣ୍ଣ ଭାବେ ସେଟାକୁ ଆପଣ ବୁଝିପାରିବେ, ସେଇଟା ଅଟୋମେଟିକ୍ ଆପଣ ସିଆଡ଼େ ଲୀନ ହେଇଯିବେ। ଏସବୁ ଭୌତିକ ଜଗତର ଭୌତିକ ପ୍ରତିଷ୍ଠା ଆପଣ କିଛି କାମ କରିବେ। ଠିକ୍ ଅଛି, ପରେ କଥା ହେବା, ସୁଟିଂ ଡାକିଲେ ନା ପରେ କଥା ହେବା।